ଲଘୁଚାପ ବର୍ଷା ଯୋଗୁଁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଞ୍ଚଳର ତଳିଆ ଅଞ୍ଚଳ। ସେଥିରେ ପ୍ରଭାବିତ ହୋଇଛି ଉମାଦେଇପୁର ଗ୍ରାମ ପଞ୍ଚାୟତର ମହାନ୍ତି ପଡ଼ାସିଆ, ଝାରପୋଖରିଆ ପଞ୍ଚାୟତର ଝାରପୋଖରିଆ, ଧାନଗିରି, ସାରସକଣା, ଶିର୍ଷା ପଞ୍ଚାୟତର ଶିର୍ଷା, ନେଦା, ଏହିପରି ଅନେକ ଗ୍ରାମ ଏବଂ ରାଜଲୋକା ଗ୍ରାମ ପଞ୍ଚାୟତର ରାଜଲୋକା, ଓଳାତଡ଼ା, ଭାଲୁକୁଦର, ବେଲଗରିଆ ଭଳି ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବାର ଦେଖାଯାଇଛି। ତେବେ ବ୍ଲକ ଅଞ୍ଚଳର ତଳିଆ ଗ୍ରାମ ଗୁଡ଼ିକରେ କେଉଁଠି କେନାଲ ପୋଲରେ ଜଳ ଠିକ୍ ଭାବେ ନିଷ୍କାସନ ହୋଇପାରୁନାହିଁ ତ କେଉଁଠି ଡ୍ରେନେଜ ବ୍ୟବସ୍ଥା ରହିନାହିଁ ତ କେଉଁଠି ବନ୍ଧ ଏବଂ ପାଣି ଯିବା ପାଇଁ ପୋଲ ନଥିବାରୁ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାର ଜଣାପଡ଼ିଛି। ଖବର ଲେଖିବା ସୁଦ୍ଧା ସାରସକଣା ବିଧାୟକ କେବଳ ଶିର୍ଷା ପଞ୍ଚାୟତ ଯାଇଥିଲେ, ହେଲେ ରାଜଲୋକା ପଞ୍ଚାୟତରେ ନା ବିଧାୟକ ନା କୌଣସି ସରକାରୀ ବାବୁ ଆସିନଥିବା ଜଣାପଡ଼ିଛି। ମୟୂରଭଞ୍ଜରୁ ବ୍ୟୁରୋ ଚିଫ୍ ମୁରାରୀ ମୋହନ ମହାପାତ୍ରଙ୍କ ରିପୋର୍ଟ, G9 ଓଡ଼ିଆ।